Daniel has two parts. ଦାନିଏଲ ଦୁଇ ଭାଗ। Remember in the morning we said Daniel chapter 1 to 6 and then Daniel chapter 7 to 12. ଆଚ୍ଛା ସକାଳେ ଆମେ କ'ଣ କହିଥିଲୁ? ଦାନିଏଲ 1 ରୁ 6 ଗୋଟିଏ ଭାଗ, 7 ରୁ 12 ଆଉ ଗୋଟିଏ ଭାଗ। Daniel 1 to 6 is mostly stories except one which is prophecy. ଆଚ୍ଛା ଦାନିଏଲ 1 ରୁ 6 ପର୍ଯ୍ୟନ୍ତ ଅଧିକାଂଶ କାହାଣୀ କେବଳ ଦ୍ୱିତୀୟ ପର୍ବ ହିଁ ବିଶେଷ କରି ଗୋଟେ ଭବିଷ୍ୟତବାଣୀ। Daniel chapter 7 to 12 are prophecies mostly. ଆଉ ଦାନିଏଲ 7 ରୁ 12 ପର୍ଯ୍ୟନ୍ତ ବିଶେଷ କରି ଭବିଷ୍ୟତବାଣୀ। And those prophecies are the ones that we are going to study. ଆଉ ସେଇ ଭବିଷ୍ୟତବାଣୀ ଗୁଡ଼ାକ ଆମେ ଆଗନ୍ତିକ ସମୟ ମାନଙ୍କରେ ପଢ଼ିବା। Daniel chapter 1 to 6 are the stories telling us how those prophecies will be fulfilled. ଆଉ 1 ରୁ 6 ଦାନିଏଲ ପୁସ୍ତକ ଆମମାନଙ୍କୁ କହୁଛି ଏଇ ଯୋଉ ଭବିଷ୍ୟତବାଣୀ ଗୁଡ଼ାକ କି ପ୍ରକାରେ ସମ୍ପୂର୍ଣ୍ଣ ବା ସଫଳ ହେବ, ପରିପୂର୍ଣ୍ଣ ହେବ। So stories will tell us how the things will change slowly in the last days. କାହାଣୀ ଗୁଡ଼ାକ ଧୀରେ ଧୀରେ ଶେଷରେ କ'ଣ ହେବ ଏହା ଆମମାନଙ୍କୁ ବୁଝାଇଥାଏ। You know from the stories that law is going to come. ଆପଣମାନେ ଜାଣିପାରିଲେ କି ଏ କାହାଣୀ ଦ୍ୱାରା କି ଆଗନ୍ତିକ ଦିନ ମାନଙ୍କରେ ଯୋଉ ଆଜ୍ଞା ଆସିବ, One law is going to come that is been made by human beings. ସେଇ ସମୟରେ ଯୋଉ ଆଜ୍ଞା ମାନେ ବନେଇବେ ତାଙ୍କେ କିଏ? ଲୋକମାନେ ବନେଇବେ। So when this law comes, which chapter will you go through? ଆଚ୍ଛା ଯେତେବେଳେ ଏଇ ଯୋଉ ଆଜ୍ଞା ଆମମାନଙ୍କ ଜୀବନରେ ଆସିବ ସେଇ ସମୟରେ ଆମେ କୋଉଠିକି ଯିବା? Which chapter will you go to? କୋଉ ଅଧ୍ୟାୟକୁ ଆମେ ଯିବା? ଯେତେବେଳେ ଜାଗତିକ ଶାସନକର୍ତ୍ତା ମାନେ କୌଣସି ଗୋଟେ ଆଜ୍ଞା ଆଣିବେ ସେଇ ସମୟରେ ଆମେ କୋଉ ଅଧ୍ୟାୟକୁ ଯିବା? Because we studied that this stories are telling us how to be when this law comes. ଆଉ ଏ କାହାଣୀ ଗୁଡ଼ାକ ଆମେ କ'ଣ କହୁଛି? ଯେତେବେଳେ ଏଇ ସମସ୍ୟା ଆସିବ ଆମେ କି ପ୍ରକାରେ ଯାଇପାରିବା, ଆମେ କୁଆଡ଼େ ଯାଇପାରିବା? Yes or no? ହଁ କି ନାହିଁ? So when Sunday law comes, which chapter is very much close to that? ଯେତେବେଳେ ରବିବାର ଦିନ ପ୍ରାର୍ଥନା କରିବା ପାଇଁ ଆସିବ ସେଇ ସମୟରେ ଆମେ କୋଉ ଅଧ୍ୟାୟକୁ ଯିବା? Okay, 6, huh? କିଏ କହିଲେ 6? 3 Isn't it? So Daniel chapter 2 also you can say, but 3 and 6 very very close. ବିଶେଷ କରି 2 ମଧ୍ୟ ଆମେ କହିପାରିବା କିନ୍ତୁ 3 ଏବଂ 6 ବହୁତ ମୁଖ୍ୟ। Go to 2 Peter chapter 1. ଦ୍ୱିତୀୟ ପିତର 2 ର 1 କୁ ଯିବା। 2 Peter chapter 1 verse 19. ଏଥିରେ ଭାବବାଣୀ ଆମ୍ଭମାନଙ୍କ ନିକଟରେ ୟେସ୍ ଅଧିକ ଦୃଢ଼ ହୋଇଅଛି। ହଁ Okay, word of God says we also have word of prophecy. ଈଶ୍ୱରଙ୍କ ବାକ୍ୟ କହେ ଆମମାନଙ୍କର କୌଣସି ଭାବବାଣୀର ବାକ୍ୟ ଅଛି And we are supposed to listen and we are going to listen. ଏଇ ବାକ୍ୟ ଆମେ ଶୁଣିବାର ଅଛି ଏବଂ ଆମେ ଶୁଣିବାକୁ ପାଇଁ ଯାଉଛୁ। If we listen to these prophecies, it is going to be good. It is going to be well with us. ପ୍ରିୟ ବନ୍ଧୁମାନେ ଯେତେବେଳେ ଆମେ ଏଇ ଭବିଷ୍ୟତବାଣୀକୁ ଆମେ ଶୁଣିବା ହେଲେ ଏହା ଆମ ଜୀବନରେ ଉତ୍ତମ ହେବ। We are going to study Daniel chapter 7. ବର୍ତ୍ତମାନ ଆମେ ସମସ୍ତେ ଦାନିଏଲ 7ମ ପର୍ବ ପଠନ କରିବା। Ready with the Bibles? ସମସ୍ତେ ବାଇବଲ ଖୋଲି ଅଛନ୍ତି? Daniel chapter 1 verse 1. Daniel chapter 7 verse 1. ଦାନିଏଲ 7 ପର୍ବର 1 ବଚନ ଆମେ ପଢ଼ିବା। ବାବିଲର ରାଜା ବେଲଶସ୍ତର ଅଧିକାରର ପ୍ରଥମ ବର୍ଷରେ ଦାନିଏଲ ଆପଣା ଶଯ୍ୟା ଉପରେ ସ୍ୱପ୍ନ ଓ ମାନସିକ ଦର୍ଶନ ପ୍ରାପ୍ତ ହେଲେ। ତହୁ ସେ ସେହି ସ୍ୱପ୍ନ ଲେଖି କଥାର ସାର ପ୍ରକାଶ କଲେ। Now this dream Daniel sees it, but during whose kingdom? ଆଚ୍ଛା ଏଇ ସ୍ୱପ୍ନ କିଏ ଦେଖୁଛି?
दानियल देखुची किंतु कौ राजा समय रे Belshazzar is king of which kingdom? अच्छा बेलशेजार कौ राज्यर राजा Babylon. बाबिलोन Right or wrong? हो कि नहीं Yes or no? Yes. Now tell me, today morning, Daniel chapter 6 is which kingdom? Medo Persia. Yes or no? But Daniel chapter 7 is Babylon. Now listen very carefully. ଟିକେ ଶୁଣନ୍ତୁ ଦାନିଏଲ 6 ରେ ଦାରେୟାବସ ବିଷୟ ଭାବୁଛୁ ଆମେ ପଢୁଛୁ ନାଇଁ କି କିନ୍ତୁ ଦାନିଏଲ 7 ରେ ବେଲଶାଜାର ଭିତରେ ଆମେ ପଢୁଛୁ Okay? This is not in chronological order. ଏହାର ଅର୍ଥ କ'ଣ କ୍ରମାନୁସାରେ ନାହିଁ Okay? So, according to the event sequence, 7th chapter should come before 6th chapter. ଘଟଣା ଯେ ପ୍ରକାର ହେଇଛି ସେଇ ହିସାବରେ ସପ୍ତମ ପର୍ବ ଷଷ୍ଠ ପର୍ବ ପାଖରେ ଆସିବାର ଥିଲା Because in 6th chapter, or I should say before chapter 5, I'm sorry. Before chapter 5. ଆଚ୍ଛା ପାଞ୍ଚ ପର୍ବ ପୂର୍ବେ ସପ୍ତମ ପର୍ବ ଆସିବାର ଥିଲା କାହିଁକି Because in Daniel chapter 5, Belshazzar is killed. କାହିଁକି ନା ପାଞ୍ଚ ପର୍ବରେ ବେଲଶାଜାର ଗତି କ'ଣ ହେଇଛି ମାରି ଦିଆଯାଇଛନ୍ତି So this chapter should come before chapter 5. ହେଲେ ଏହାର ଅର୍ଥ କ'ଣ ଏ ସାତ ପର୍ବ ପାଞ୍ଚ ପର୍ବ ନାହିଁ କିନ୍ତୁ ପାଞ୍ଚ ପର୍ବ ପୂର୍ବେ ଆସିଥିବାର ଥିଲା Because during this time, Belshazzar is alive. କାହିଁକି ନା ଏଇ ଯୋଉ ସାତ ପର୍ବ ସମୟରେ ରାଜା ବେଲଶାଜାର ଜୀବିତ ଅଛନ୍ତି समझ में आप लोगों को? If you don't understand, immediately raise your hand. ଦୟାକରି ଯଦି ଆପଣ ବୁଝିପାରୁନାହାନ୍ତି ହାତ ଟେକନ୍ତୁ କାହିଁକି ନା ବହୁତ ଗଭୀର ବିଷୟ ଆମେ ପଢୁଛୁ Because I have come here only for you. ପ୍ରିୟ ବନ୍ଧୁ କେବଳ ଆପଣମାନଙ୍କ ପାଇଁ ଆଜ୍ଞା ଆସିଛନ୍ତି So make use of me maximum. ଆଉ ମୋତେ ଆପଣ ବ୍ୟବହାର କରନ୍ତୁ ଈଶ୍ୱରଙ୍କ ବାକ୍ୟ ଜାଣିବା ପାଇଁ ଶିଖିବା ପାଇଁ Okay. ଆସନ୍ତୁ Daniel chapter 7 verse 1 it says, during Babylonian kingdom, Daniel had a dream. ବାବିଲନ ରାଜ୍ୟ ରାଜତ୍ୱ କରିଥିବା ସମୟରେ ଦାନିଏଲ ଗୋଟିଏ ସ୍ୱପ୍ନ ଦେଖିଲେ And that vision was when he was on his bed. ଆଉ ଏ ସ୍ୱପ୍ନ କେତେବେଳେ ଆସିଲା ଯେତେବେଳେ ସେ ନିଜ ବିଛଣାରେ ଶୋଇଥିଲା Are you able to follow? ବୁଝିପାରିଲେ ଭାଇମାନେ Okay. ବୁଝିପାରିଲେ In Babylon, when Daniel lived, how many dreams were there? ଯେତେବେଳେ ବାବିଲନରେ ଦାନିଏଲ ଥିଲେ କେତେଟା ସ୍ୱପ୍ନ ବିଷୟ ଆମେ ଦେଖିଥିଲୁ Two? ଦୁଇଟା Okay. Who? ପ୍ରଥମ ସ୍ୱପ୍ନ Nebuchadnezzar. ନବୁକଦନେଜର ଦେଖିଲା And which is the other one? ଆଉ ଦ୍ୱିତୀୟ ସ୍ୱପ୍ନ କାହାର Tree. ଗଛ ବୃକ୍ଷ Third? ତୃତୀୟ During Babylon, how many dreams? ବେବିଲନ ରାଜତ୍ୱ କରିଥିବା ସମୟରେ କେତୋଟି ସ୍ୱପ୍ନ ବିଷୟରେ ଆମେ ପଢିଲୁ Keep counting, keep counting, keep counting. One is Nebuchadnezzar. ଗୋଟିଏ ରାଜା ନବୁକଦନେଜର He saw a statue. ସେ ଗୋଟେ ମୂର୍ତ୍ତି ଦେଖିଲେ Second, ଦ୍ୱିତୀୟ Nebuchadnezzar again saw a tree. ଆଉ ଥରେ ରାଜା ନବୁକଦନେଜର ଦ୍ୱିତୀୟ ସ୍ୱପ୍ନ ଦେଖିଲେ ସେ ସ୍ୱପ୍ନ କ'ଣ ବହୁତ ବଡ଼ ବୃକ୍ଷ And Daniel in Daniel chapter 2 also saw the same dream that Nebuchadnezzar saw. ଆଉ ଦାନିଏଲରେ ମଧ୍ୟ ଆଉ ଥରେ ଗୋଟିଏ ସ୍ୱପ୍ନ ଦେଖିଛନ୍ତି ଯୋଉଟା ରାଜା ଦେଖିଥିଲେ ହଁ କି ନାହିଁ And again Daniel is seeing this dream or vision. ଆଉ ଥରେ ଏଇ ସ୍ୱପ୍ନ କିଏ ଦେଖୁଛି ଦାନିଏଲ ଦେଖୁଛି Now listen. ଶୁଣନ୍ତୁ During time of Belshazzar, what was written on the hand was not a dream, was not a vision. It was Acha. literally written. ଆଚ୍ଛା ମନେ ରଖନ୍ତୁ ଯୋଉଟା ବେଲଶେଜାର ସମୟରେ ଲେଖା ହେଇଥିଲା ଏଟା ସ୍ୱପ୍ନ ଥିଲା କି
ନାଇଁ ରାଜା ସ୍ୱୟଂ ନିଜେ ଦେଖିଲେ। Are you able to understand? ବୁଝିପାରିଲେ? Which two? What is he? କ'ଣ କହିଲ? କୋଉଟା? That is not important, दो या तीन ये important नहीं है, महत्वपूर्ण नहीं है। हम सिर्फ देख रहे हैं कि कौन कौन से सपने बैबुलोन के वक्त राजा को और दानियल को मिले। ଆଚ୍ଛା କ୍ଲିୟର କହିଲେ କେତେଟା ସ୍ୱପ୍ନ ଦେଖାଦେଲା ଦରକାର ନାହିଁ, କିନ୍ତୁ ବେବିଲନ ରାଜ୍ୟତ ସମୟରେ ଆମେ କେତେଟା ସ୍ୱପ୍ନ ବିଷୟରେ କଥାବାର୍ତ୍ତା ହେଉଛୁ। Okay, अब word of God says in Daniel chapter 7 verse 2, ଆଚ୍ଛା ଦାନିଏଲ 7:2 ଦାନିଏଲ କହିଲେ, ମୁଁ ରାତ୍ରି କାଳରେ ଦର୍ଶନ କ୍ରମେ ଦେଖିଲି ଯେ ଦେଖ ମହାସମୁଦ୍ର ଉପରେ ଆକାଶର ଚତୁର୍ଦିଗରୁ ବାୟୁ ପ୍ରଚଣ୍ଡ ରୂପେ ବହିଲା। okay, ଆଚ୍ଛା it didn't come in Oriya, so I just thinking. Okay. in Daniel chapter 7 verse 2, Daniel sees in a vision wind is blowing over the sea. ଆଚ୍ଛା ବର୍ତ୍ତମାନ ଧ୍ୟାନରେ ଶୁଣନ୍ତୁ, ଯେତେବେଳେ ଦାନିଏଲ ସ୍ୱପ୍ନ ଦେଖିଲେ ସ୍ୱପ୍ନରେ ପ୍ରଥମ କ'ଣ ହେଇଛି? ପବନ ବହୁଛି। It says four winds of heaven strove upon the sea. ଆଉ ସ୍ୱର୍ଗର ଚାରିକୋଣରୁ ସେ ପବନ ବହୁଛି କୋଉଠି? ସମୁଦ୍ର ଉପରେ। Now what do you mean by wind? ଆଚ୍ଛା ପବନର ଅର୍ଥ କ'ଣ? Write the word wind. ପବନ ଏହା ଲେଖନ୍ତୁ। Just Daniel chapter 7 verse 2 ଦାନିଏଲ 7:2 dash ଡ୍ୟାସ୍ ଲେଖିକି wind ପବନ ଲେଖନ୍ତୁ। dash. ଡ୍ୟାସ୍ Proverbs chapter 1 ହିତୋପଦେଶ 7 Proverbs chapter 1 ସରି ହିତୋପଦେଶ 1। what do you mean by wind? ଆଚ୍ଛା ଏ ପବନ କାହାକୁ ଦର୍ଶାଉଛି? ହିତୋପଦେଶର 1 verse 27 27 ଦେଖିବା। ଯେତେବେଳେ ପ୍ରଚଣ୍ଡ ଝଡ଼ ପରି ତୁମ୍ଭମାନଙ୍କର ଆଶଙ୍କା ଉପସ୍ଥିତ ହେବ ଓ ଘୂର୍ଣ୍ଣିବାୟୁ ପରି ତୁମ୍ଭମାନଙ୍କର ବିପଦ ଆସିବ, ଯେତେବେଳେ କ୍ଲେଶ ଓ ବେଦନା ତୁମ୍ଭମାନଙ୍କ ପ୍ରତି ଘଟିବ। ଆମେନ୍। word of God says ଈଶ୍ୱରଙ୍କ ବାକ୍ୟ କହେ that wind means destruction. ଆଚ୍ଛା ଭାଇମାନେ ସମସ୍ତେ ଶୁଣିଛନ୍ତି, ପବନର ଅର୍ଥ ହେଉଛି ପତନ। Are you able to follow? ବୁଝିପାରିଲେ? ଏହି ବାକ୍ୟ ଦ୍ୱାରା ହିତୋପଦେଶ 1:27 word of God says wind means destruction. ଆଚ୍ଛା ଈଶ୍ୱରଙ୍କ ବାକ୍ୟ କହୁଛି ପବନର ଅର୍ଥ କାହାକୁ ବୁଝାଏ? ପୁରା ନଷ୍ଟ ହେବା, ପତନ ହେବା। But here it says four winds. ଆଉ ୟାରେ କ'ଣ କହୁଛି? 4ଟି ପବନ। What do you mean by four winds? ଆଚ୍ଛା ଏଇଟି ପବନର ଅର୍ଥ କ'ଣ? What does number 7 represent? 7ର ଅର୍ଥ କ'ଣ? Sampurnata, paripurnata, it completes. ପରିପୂର୍ଣ୍ଣତା। What does number 10 represent? ଆଉ 10 କାହାକୁ ଦର୍ଶାଏ? 10 କାହାକୁ ଦର୍ଶାଏ? ହଁ What does number 10 represent in the Bible? 10 ବାଇବଲରେ 10 ମାନେ ତାର ଅର୍ଥ କ'ଣ? Very close. Okay, very close answer. 10 represents judgment. 10ର ଅର୍ଥ ହେଉଛି ବିଚାର। Because God is going to judge us through 10 commandments. 10 ଆଜ୍ଞା ଦ୍ୱାରା ହିଁ 10 ଆଜ୍ଞା ଆମେ ପାଳୁଛୁ କି ନାହିଁ, ତାହା ଦ୍ୱାରା ହିଁ ପରମେଶ୍ୱର ଆମମାନଙ୍କୁ ବିଚାର କରିବେ। God judged kingdom of Egypt through 10 plagues. ଆଚ୍ଛା ପରମେଶ୍ୱର ମିଶ୍ର ଦେଶକୁ 10 ମହାମାରୀ ବ୍ୟବହାର କରିକି ସେମାନଙ୍କୁ ବିଚାର କଲେ। କାହାକୁ? ମିଶ୍ରୀୟ ଲୋକମାନଙ୍କୁ।
Understood? बुझी पारले? Okay. Now, अच्छा आउ थोड़ा बुझियो चेष्टा करियो। what does number 4 represent? अच्छा चारि रो अर्थ कोन? चारि काहाकू बुझाए? हाँ, ईस्ट वेस्ट नॉर्थ साउथ। अच्छा चारि नंबर काहाकू बुझाए? चतुर्दिग, पूर्व पश्चिम उत्तर दक्षिण, चतुर्दिग। Now again read verse 2. अच्छा 7:2 7. अच्छा आउ थरे दानिएल 7:2 पढ़िबा। ଦାନିଏଲ କହିଲେ ମୁଁ ରାତ୍ରି କାଳରେ ଦର୍ଶନ କ୍ରମେ ଦେଖିଲି ଯେ ଦେଖ ମହାସମୁଦ୍ର ଉପରେ ଆକାଶର ଚତୁର୍ଦିଗରୁ ବାୟୁ ପ୍ରଚଣ୍ଡ ରୂପେ ବହିଲା। Okay, now what does that mean? ए अर्थ कोन? We found what is number 4. आमे चारि रो अर्थ आमे खोजिलु। That means all the directions. ए हम कोन पूरा चतुर्दिग प्रत्येक साइड रु। Then we saw wind. तापर आमे हवा को देखिलु। Wind means what? हवा काहाकू दर्शाए? Destruction. How does destruction come? आउ विनष्ट की प्रकार आसे? How does destruction come in अच्छा India? विनष्ट केमिति आसे? पतन केमिति आसे? Destruction comes through wars and battles. अच्छा पतन केमिति आसे? युद्ध संग्राम एहा द्वारा आसे। Are you able to understand? बुझी पारले? युद्ध संग्राम द्वारा कौन आसे? पतन आसे। So because there were different wars in the world, word of God says those wars were happening in different places. ईश्वर वाक्य कहे चारि दिगरे चारि प्रत्येक जगह रे कौन होथिला? संघर्ष होथिला, युद्ध हेउथिला बोली ईश्वर वाक्य कहे। Verse 3. अच्छा आमे 7:3 को जिवा। ପୁଣି ଏକ ଆରେକ ଠାରୁ ଭିନ୍ନ ଚାରି ବୃହତ୍ ପଶୁ ସମୁଦ୍ରରୁ ଉଠି ଆସିଲେ। Now what do you mean by sea? अच्छा प्रथम आमे देखिलु पवन, वर्तमान हम देखुछु समुद्र। काहाको दर्शाए समुद्र? Huh? Okay. How do you know? अच्छा आपण लोक माने बोले कहउछन्ते किंतु केमति जानिले? Where? तेरा अध्याय 19:6. Please read what is 19:6. अच्छा पढ़ंतु प्रकाशित 19:6। What is 19:6? ଆଉ ମୋ ମହାଜନତାର ଶବ୍ଦ ପରି ଏବଂ ବହୁ ଜଳ କଳହ ଓ ଘୋର ମେଘ ଗର୍ଜନର ଶବ୍ଦ ପରି ଗୋଟିଏ ଶବ୍ଦ ଏହା କହିବାର ଶୁଣିଲି। ହାଲେଲୁୟା, କାରଣ ପ୍ରଭୁ ଆମମାନଙ୍କର ସର୍ବଶକ୍ତିମାନ ଈଶ୍ୱର ରାଜତ୍ୱ ଗ୍ରହଣ କରିଛନ୍ତି। 19:16. Okay, 19:16. 19:16 पढ़ंतु। 19:6 पढ़ा आपने? 19:6. 16 6 19 का 6 वही पे पढ़ा? No, that's not the right answer. Where it is found? What do you mean by sea or water? अच्छा आमे समुद्र बा पानी रो अर्थ कोडी देखुछु आमे? You said the whole world. How do you say that? आमे केते कहउछन्ती सारा पृथ्वी या कि प्रकार आपण कहि पारुछन्ती? Revelation chapter 17, अच्छा प्रकाशित 17 verse 15. 15। What do you mean by sea? अच्छा समुद्र काहाकू दर्शाए आमे देखिबा। प्रकाशित 17 पर्वर 15 वचन। Please write like this. दया कर लिखंतु ए प्रकार। Daniel 7:2
दानिएल 7:2 dash डैश water पानी dash डैश Revelation 17:15 प्रकाशित 17:13 याडे शुणु दानिएल 7 पर्वर द्वितीय वचन डैश विंड बा पवन that wind was blowing on the great sea Daniel chapter 7 verse 2 आउ से पवन कोडी बहुची पानी उपरे समुद्र उपरे दानिएल 7:2 दानिएल 7:2 रे पानी पढ़ो 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 पढ़ंतु प्रकाशित 17:15 read Daniel chapter 7 verse 2 अच्छा 7:2 पढ़ंतु प्रथमे दा हाँ महासागर पर महासागर का अर्थ क्या है महासागर अर्थ कौन रेवलेशन प्रकाशित वाक्य 17 का 15 ଆଉ ସେ ମୋତେ କହିଲେ हाँ ଯେଉଁ ଜଳରାଶି ନିକଟରେ ତୁମ୍ଭେ ବେଶ୍ୟାକୁ ଉପବିଷ୍ଟା ଥିବାର ଦେଖିଲ हाँ ସେହି ଜଳରାଶି ବିଭିନ୍ନ ବଂଶ ଜନତା ଜାତି ଭାଷାବାଦୀ ଲୋକଙ୍କୁ ବୁଝାଏ। हाँ पानी किसको दर्शाता है पानी काहा को दर्शाउछि वाटर रिप्रेजेंट्स नेशन पीपल ए समुद्र बा पानी काहा को बुझाउछि लोक माननकु एवं राज्य माननकु I want to pray one more time आउ थरे कहबो because I want God to control the entire situation and our minds. प्रिय बंधु माने वर्तमान आउ थरे में प्रार्थना करिबा जे प्रकार की ईश्वर को आत्मा वर्तमान आम मान को मौजूद थाउ Father in heaven, स्वर्गीय बापा we sincerely humble ourselves before you. वर्तमान में नम्र भावे तुमरी सामने रे उपस्थित ही आछु Father, give us presence of mind. आमान को बुझिया पय शक्ति दियो Take away confusion, doubt, fear, and all perplexity. कौन सी संदेह कौन सी अबुझामणा सब दूर करो I pray, Father, that let your Holy Spirit come and possess once again each one of us. तुम्हारी पवित्र आत्मा जी के समस्त को स्पर्श करू And we pray that you would please lead us. आउ तमे आमन को रास्ता कढे नियो For this is our prayer in Jesus' name. ए प्रार्थना त्राणकर्ता यीशु को नाम मागो छु Amen. आमेन Daniel chapter 7 verse 2, it says, 4 winds of heaven. दानिएल 7:2 कहे स्वर्गर चारि दिगरु वायु आसुछि So write Daniel 7:2 dash wind. लखन्तु दानिएल 7:2 डैश पवन बा वायु Did you write? bring the board and maybe you can write it is that okay Okay. Maybe you can write. I'll write it Because I don't need to write. I will write it no problem After writing wind, put dash. अच्छा पवन लिखला परे आपण को डैश करिवे After that, write Proverbs chapter 1 verse 27. अच्छा bring okay bring अच्छा मोडी लेखुछि आपण मन दया करी अच्छा ही तो पद सैडा हां बुकिल देखंतु दानिएल 7:2 हैला ए करी की एठी वायु बा पवन तापर को लिखाइछि ही तो पदस 1:27 After that, again put a dash. अच्छा एहा परे Write destruction. पतन मोर ओडिया टिके भूल थाई पारे क्षमा करे किंतु बुझी पार मु आशा करूछि हैं विनाश पतन ना विनाश पतन हो नै कि पतन हो ठीक अछि विनाश Thank you so much. ठीक अछि Now listen, look to the board. Whenever you want to
write the meaning of the word, first write the scripture. କୌଣସି ବାକ୍ୟର ଅର୍ଥ ଲେଖିବା ପୂର୍ବେ ପ୍ରଥମେ ଶାସ୍ତ୍ର ଲେଖିବେ, ମାନେ ଶାସ୍ତ୍ର ଲେଖିବେ କୋଉ ବହିରୁ କୋଉ ଅଧ୍ୟାୟରୁ ଅଣା ହେଇଛି, Then you write the word. ତାପରେ ଶବ୍ଦ ଲେଖିବେ। Then you want to find the meaning of the word. Where is it found? This scripture. ଆଚ୍ଛା, ଈଶ୍ୱରଙ୍କ ବାକ୍ୟ, ତାପରେ ସେ ଶବ୍ଦ, ଏଇ ଶବ୍ଦର ଅର୍ଥ ଆମେ କୋଉଠି ପାଇବା? ହିତୋପଦେଶ ଏହି ବାକ୍ୟରୁ। Once you know the scripture, what is the meaning you found out? You write this after dash. ଆଚ୍ଛା, ଏହା ଲେଖିଲା ପରେ ହିତୋପଦେଶ 1:27, ତାମାନେ ବାୟୁର ଅର୍ଥ ହେଉଛି କ'ଣ? କ'ଣ ଏଇଟା? ପତନ ବା ବିନାଶ। Okay, put a dash and then write this. ଏ ଡ୍ୟାସ୍ କରିକି ଆପଣମାନେ ସେଇଠି ଲେଖିବେ। Now you'll follow this system. ଏଇ ସିଷ୍ଟମକୁ ଆପଣମାନେ ଶିଖନ୍ତୁ। Okay. Next word that we studied was water or Great Sea. ତାପରେ ଆମେ କ'ଣ ଦେଖିଲୁ? ପାଣି ବିଷୟ ଦେଖିଲୁ, ନାଇଁ କି? ସମୁଦ୍ର। Write Daniel chapter 7 verse 2. ଆଚ୍ଛା, ବର୍ତ୍ତମାନ ଆମେ ସେମ୍ ୱାର୍ଡ ଓକେ। ତାପରେ ପ୍ରଥମ କ'ଣ ଲେଖିଲୁ? 1:7, 2 ଦାନିଏଲ, ଓକେ, 7:2 ଆମେ କ'ଣ ଦେଖିଲୁ? Dash. ପାଣି ବା Dash, dash, dash. ଓକେ, dash. ସମୁଦ୍ର ହେଲା କି ନାହିଁ? ହେଲା କି ନାହିଁ? ପାଣି ବା ସମୁଦ୍ର। ୟେସ୍। Again put a dash. ତାପରେ କ'ଣ ଲେଖିବା? ଗୋଟେ ଡ୍ୟାସ୍ କରିବା। Revelation 17:15. ହେଲା କୋଉଟା କୋଉଟା ଲେଖା ହେଇଛି ଏ ବିଷୟରେ? Meaning of it is found in Revelation 17:15. ପ୍ରକାଶିତ କେତେ? 17:15 ଆଉ ଡ୍ୟାସ୍ ଲେଖିବା। What is the meaning you found? ଏଇଟା ଏହାର ଅର୍ଥ କ'ଣ? People. ଜନତା। Dash nation. ଜନତା ବା କ'ଣ? ରାଜ୍ୟ। ୟେସ୍। Okay, now bring all this thing together. ଆଚ୍ଛା, ଏ ସବୁ ଆମେ ଏକତ୍ର କରିବା। Daniel, he saw a vision during Belshazzar time. ଆଚ୍ଛା, ବର୍ତ୍ତମାନ ଆପଣ ଲେଖିଲେ, ବର୍ତ୍ତମାନ ଦାନିଏଲ କୋଉ ସମୟରେ ସ୍ୱପ୍ନ ଦେଖିଲା? ବେଲଶାଜାର, ରାଜା ବେଲଶାଜାରଙ୍କ ସମୟରେ ସେ ସ୍ୱପ୍ନ ଦେଖିଲା। In that he saw wind blowing over a great sea. ସେ କ'ଣ ଦେଖିଲା? ବାୟୁ ବହୁତ ମହାନ ନଦୀ ବା ସମୁଦ୍ର ଉପରେ ସେ ବାୟୁ ବହୁଛି। What is the meaning? ଏହାର ଅର୍ଥ କ'ଣ? When there is war, when there is destruction from all the sides. ଏହାର ଅର୍ଥ କ'ଣ? ଚାରି ଦିଗରୁ ଯେ ପ୍ରକାର କି ଚାରିଟା ବାୟୁ ଆସୁଛି, ଚାରି ଦିଗରୁ କ'ଣ ବିନାଶ ମଧ୍ୟ ଆସୁଛି। କୋଉ ଦ୍ୱାରା? ଯୁଦ୍ଧ। Are you able to understand? ବୁଝିପାରିଲେ? Where did this happen? ଏସବୁ କୋଉଠି ହଉଛି? On the great sea. ସମୁଦ୍ର ଉପରେ। But great sea we found is nation and people. So this war took place amidst of nation and people. ଆଚ୍ଛା, ଏ ଯୁଦ୍ଧ କୋଉଠି ହଉଛି? ସମୁଦ୍ର ଉପରେ। ଆଉ ସମୁଦ୍ର କାହାକୁ ବୁଝାଉଛି? ପାଣି କାହାକୁ ବୁଝାଉଛି? ରାଜ୍ୟ, ଲୋକମାନଙ୍କ ଉପରେ। ହେଲେ ଏ ଯୁଦ୍ଧ କୋଉଠି ହଉଛି? ଲୋକମାନଙ୍କର ଉପରେ, ଲୋକମାନଙ୍କ ମଝିରେ, ରାଜ୍ୟମାନଙ୍କର ମଝିରେ। Daniel chapter 7 verse 3. ଆଚ୍ଛା, ଦାନିଏଲ 7:3 ଆଉ ଥରେ ଯିବା। ପୁଣି ଏକ ଆରେକ ଠାରୁ ଭିନ୍ନ ଚାରି ବୃହତ୍ ପଶୁ ସମୁଦ୍ରରୁ ଉଠି ଆସିଲେ। Word of God says 4 beasts came out of the sea. ଈଶ୍ୱରଙ୍କ ବାକ୍ୟ କ'ଣ କହୁଛି? ଚାରୋଟି ପଶୁ କୋଉଠୁ ଆସିଲେ? ସମୁଦ୍ରରୁ ଆସିଲେ। Now think and tell me. Have you ever seen animals coming out of a sea? କେବେ ହେଲେ ଆପଣମାନେ ଦେଖିଛନ୍ତି କି ଚାରୋଟି ପଶୁ ବା କୌଣସି ଗୋଟେ ପଶୁ ଜଳରୁ ବାହାରିବାର ଦେଖିଛନ୍ତି କି?
That's the reason it's a vision. ସେଥି ଯୋଗୁଁ ଏହା ଗୋଟେ ସ୍ୱପ୍ନ। Now beast can be anything, but let's see what it is. ଆଚ୍ଛା ଏହା କ'ଣ କାହାକୁ ବୁଝାଏ ଆମେ ଦେଖିବା। It says 4 beasts. ଆଚ୍ଛା 4ଟି ପଶୁ। What do you mean by beast? ଆଚ୍ଛା ପଶୁର ଅର୍ଥ କ'ଣ? Do you remember Revelation 13? 13 ପର୍ବରେ କାହାକୁ ବୁଝାଉଛି? ଏ ପ୍ରକାର 13 ପର୍ବରେ କାହାକୁ ବୁଝାଉଛି? First beast and second beast. ପ୍ରଥମ ଯୋଉ ପଶୁ ଏବଂ ଦ୍ୱିତୀୟ ପଶୁ ଜାଣିଛନ୍ତି? What do you mean by beast? ବିଷ୍ର ପଶୁର ଅର୍ଥ କ'ଣ? How do you know? କି ପ୍ରକାର ଜାଣିଲୁ? There is only mentioned beast. There is no meaning of the word beast there. ସେଇଟାରେ କେବଳ ପଶୁ ଲେଖା ହେଇଛି କିନ୍ତୁ ସେଇଠି ପଶୁର ଅର୍ଥ ଲେଖା ହେଇନାହିଁ। I told you that. ତାହା ମୁଁ କହିଥିଲି। But go to Daniel 7 verse 17. ଆଚ୍ଛା ଆମେ କୋଉଠି ଯିବା? ଦାନିଏଲ 7:17। Okay. Write Daniel 7. Wait. Daniel 7:3. ରାଇଟ୍ ଇଟ୍। Write like To the this. follow. Daniel 7:3. ଦାନିଏଲ 7:3 Dash. ଡ୍ୟାସ୍ Beast. ପଶୁ Dash. ଡ୍ୟାସ୍ Daniel 7:17. ଦାନିଏଲ 7:17। Please read. କେତେ ଜଣ ପଢିବେ? ସେହି 4 ବୃହତ୍ ପଶୁ 4 ରାଜା ଅଟନ୍ତି, ସେମାନେ ପୃଥିବୀରୁ ଉତ୍ପନ୍ନ ହେବେ। Okay. What does it represent? ଆଚ୍ଛା ଏ ବର୍ତ୍ତମାନ ଆମେ କ'ଣ ଦେଖିଲୁ? ଏ ପଶୁ କାହାକୁ ଦର୍ଶାଉଛି? It represents king, and king represents kingdom. So beast represents king and kingdom. ଏହାର ଅର୍ଥ କ'ଣ? ପଶୁ କାହାକୁ ଦର୍ଶାଉଛି? 7:17 ଦ୍ୱାରା ରାଜା Or ଏବଂ Rajya. କ'ଣ? ରାଜ୍ୟ। Do you know how to write it now? Very simple, easy to remember, easy to explain. ଆଚ୍ଛା 1 2 3 ପୁରା ପଏଣ୍ଟ ମଧ୍ୟ ଲେଖା ହେଇଛି। This main thing is this. Pardon? The sequence, the connection. Yeah. This is very important. ଆଚ୍ଛା 1 ଦାନିଏଲ 7:2 ବାୟୁ ହିତୋପଦେଶ 1:27 ଏଟା କାହାକୁ ଦର୍ଶାଉଛି? ପତନ। ଦ୍ୱିତୀୟ ପଏଣ୍ଟ ଦାନିଏଲ 7:2 ପାଣି ସମୁଦ୍ର ଏଟା କୋଉଠି ଦେଖୁଛୁ? ପ୍ରକାଶିତ 17:15 ଏଟା କାହାକୁ ଦେଖାଉଛି? ଜନତା ବା ରାଜ୍ୟ। ତାପରେ କ'ଣ ଦେଖିଲୁ? ଦାନିଏଲ 7:3 କାହାକୁ ବିଷୟ ଦେଖିଲୁ? 4ଟି ପଶୁ। ହେଲେ ଏହାର ଅର୍ଥ କୋଉଠି ଲେଖା ହେଇଛି? ଦାନିଏଲ 7:17। ତାହେଲେ ଏହାର ଅର୍ଥ କ'ଣ? ରାଜା ବା ରାଜ୍ୟ। Trying to make it very easy. Yeah, thank you so much. Now it says 4 beasts came out of the sea. ଆଚ୍ଛା କେତୋଟି ପଶୁ ବାହାରିଲେ? So now you tell me what is exactly talking about. ଆଚ୍ଛା ଏ 4 ନମ୍ବର wait What is it talking about? ହେଲେ ଏ 4ଟା ଏ ଯୋଉ କାହା ବିଷୟରେ କହୁଛି? 4 nations came from where? ଏ 4ଟି ରାଜ୍ୟ କୋଉଠି ବାହାରିଲେ? Now you should not say sea. Instead of sea, you have to say. ଆଚ୍ଛା ଏ 4ଟି ପଶୁ ଏ 4ଟି ରାଜ୍ୟ କାହାଠୁ ବାହାରିଲେ? ଜନତା। Because sea means people. କାହିଁକି ନା ସମୁଦ୍ର ବା ପାଣି କାହାକୁ ଦର୍ଶାଏ? ହଁ ପାଣି କାହାକୁ ଦର୍ଶାଏ? ଜନତାକୁ ଦର୍ଶାଏ। So 4 nations came from the world when there was a war. ଏହା ଅର୍ଥ କ'ଣ? ଯୁଦ୍ଧ ପରେ 4ଟି ରାଜ୍ୟ କୋଉଠି ବାହାରିଲେ? ଏ ପୃଥିବୀରୁ ବାହାରିଲେ। Daniel chapter 7 verse 4. ଆଚ୍ଛା ଦାନିଏଲ 7:4 ପ୍ରଥମ ପଶୁ ସିଂହ ତୁଲ୍ୟ ଓ ଉତ୍କର୍ଷ ପକ୍ଷୀ ପରି ତାହାର ଡେଣା ଥିଲା। ମୁଁ ଦେଖୁ ଦେଖୁ ତାହାର ସେହି ଡେଣା ଉପୁଡ଼ା ଗଲା, ଆଉ ସେ ପୃଥିବୀରୁ ଉଠାଗଲା ଓ ମନୁଷ୍ୟ ପରି 2 ଚରଣରେ ତାକୁ ଠିଆ କରାଗଲା। ପୁଣି ତାହାକୁ ମନୁଷ୍ୟର ଅନ୍ତଃକରଣ ଦିଆଗଲା। Now which is this first kingdom? ଆଚ୍ଛା ପ୍ରଥମ ରାଜ୍ୟ କ'ଣ? How do you know? କେବେ ଜାଣିବା?
Huh? Okay. Now, when you see Daniel chapter 2, ଯେତେବେଳେ ଦାନିଏଲ 7 ଆମେ ଦେଖୁ how does Daniel tell Nebuchadnezzar that you are the gold? How does he tell that? How does he explain? ଦାନିଏଲ ରାଜାକୁ କି ପ୍ରକାର ବର୍ଣ୍ଣନା କରି କହୁଛନ୍ତି ହେ ରାଜା ତମେ ହିଁ ସେ ସୁବର୍ଣ୍ଣ ମସ୍ତକ। How does he say that? ହେଲେ ରାଜା ଦାନିଏଲ କି ପ୍ରକାର କହୁଛି? Now take example of the statue in Daniel 2. ଆଚ୍ଛା ମୂର୍ତ୍ତିର ବିଷୟ ଦେଖନ୍ତୁ 2 ପର୍ବରେ Which metal is very costly? ସବୁଠାରୁ ସର୍ବଶ୍ରେଷ୍ଠ ମୂଲ୍ୟବାନ ଧାତୁ କୋଉଟା? Okay. That is Daniel chapter 2. ଆଚ୍ଛା ଦାନିଏଲ 7 ଗୋଟିଏ ସାଇଡରେ ଅଛି। Come to Daniel chapter 7. ବର୍ତ୍ତମାନ ଆମେ ଦାନିଏଲ 7 ପର୍ବକୁ ଯିବା। Who is the king of jungle? ଜଙ୍ଗଲର ରାଜା ପଶୁମାନଙ୍କ ରାଜା କିଏ? So here also the greatest metal, here also the greatest beast. ବର୍ତ୍ତମାନ ମୂଲ୍ୟବାନ ଧାତୁ ଏଇ ସାଇଡରେ ଏବଂ ସେ କଣ ପଶୁମାନଙ୍କ ରାଜା ଏ ସାଇଡରେ। Are you able to follow? ବୁଝିପାରୁଛନ୍ତି? So there are other areas also where we can find is to how Babylon is represented here by lion. ଆଉ ଅନ୍ୟ କିଛି ଜାଗାରେ ମଧ୍ୟ ଆମେ ଦେଖିପାରିବା କି ବାବିଲୋନ ଗୋଟେ ସିଂହ ଦ୍ୱାରା କି ପ୍ରକାରେ କଣ ଜଣା ଦେଖାଯାଉଛି ବା ଦର୍ଶାଉଛି। Now for example, ଆସନ୍ତୁ ଦେଖିବା read verse 4. ଆଉ 4th ବଚନ ପଢିବା। ପ୍ରଥମ ପଶୁ ସିଂହ ତୁଲ୍ୟ ଓ ଉତ୍କୃଷ୍ଟ ପକ୍ଷୀ ପରି ତାହାର ଡେଣା ଥିଲା। ମୁଁ ଦେଖୁ ଦେଖୁ ତାହାର ସେହି ଡେଣା ଉପୁଡ଼ା ଗଲା ଆଉ ସେ ପୃଥିବୀରୁ ଉଠା ଗଲା ଓ ମନୁଷ୍ୟ ପରି 2 ଚରଣରେ ତାକୁ ଠିଆ କରାଗଲା ପୁଣି ତାହାକୁ ମନୁଷ୍ୟର ଅନ୍ତଃକରଣ ଦିଆଗଲା। Now word of God says that man's heart was given to it. ଈଶ୍ୱରଙ୍କ ବାକ୍ୟ କଣ କହେ? ତାକୁ ମଣିଷର ହୃଦୟ ଦିଆଯାଇଥିଲା। Where did you hear this before? ଆଚ୍ଛା ଏ ବିଷୟରେ ଆମେ କୋଉଠି ଦେଖିଲୁ? କୋଉ ପର୍ବ? Which chapter? Yeah, that's right. Daniel chapter 4. କୋଉ ପର୍ବରେ? ମୁଁ ହାତ ଦେଖଉଛି ମଧ୍ୟ ଆପଣ ବୁଝୁନାହାନ୍ତି। 4 ପର୍ବରେ। Remember the tree. ମନେ ରଖନ୍ତୁ ସେ ମହାନ ବଡ଼ ବୃକ୍ଷ It was cut. ଏହା କଟା ଯାଇଥିଲା। And then word of God says Nebuchadnezzar was chased from people. ଆଉ ଈଶ୍ୱରଙ୍କ ବାକ୍ୟ କଣ କହେ? ରାଜା ନବୁକଦନେଜରକୁ ଲୋକମାନଙ୍କ ଠାରୁ କଣ କଲା? ତଡ଼ିତ କରାଯାଇଥିଲା। Why? କାହିଁକି? His heart was taken from as a man and given the heart of a beast. ତାଙ୍କର ମଣିଷ ହୃଦୟ ନିଆଯାଇଥିଲା ଏବଂ କାହାର ଜୀବନ ଦିଆଯାଇଥିଲା? ପଶୁର। But afterwards ତାପରେ his heart changed and he was given a heart of a man. ତାର ହୃଦୟ ପରିବର୍ତ୍ତନ ହେଲା ଆଉ ଥରେ ମଣିଷ ହୃଦୟ ତାଙ୍କୁ ଦିଆଯାଇଥିଲା। So it is talking about Babylon. ଏହା କାହା ବିଷୟରେ କହୁଛି? ବାବିଲୋନ ବିଷୟରେ କହୁଛି। 3 points. 3ଟା ପଏଣ୍ଟ। Point number 1. ପ୍ରଥମ ପଏଣ୍ଟ, Gold is the most valued in all the metals. ସବୁ ଏଇ ଯୋଉ ମୂର୍ତ୍ତିର 4ଟା ଧାତୁ ଠାରୁ ସର୍ବଶ୍ରେଷ୍ଠ ଦାମିକା ଧାତୁ ହେଉଛି କଣ? ସୁନା। And here also Daniel 7 we find king of jungle is lion. ଆଉ ଏଠାରେ ଆମେ ଦେଖୁଅଛୁ ଜଙ୍ଗଲର ରାଜା କିଏ? ସିଂହ। Here also topmost, here also topmost, that is matching. ଏଇଠି ଉଚ୍ଚ ସ୍ଥାନରେ ଅଛି, ଇଆଡେ ମଧ୍ୟ ଉଚ୍ଚ ସ୍ଥାନରେ ଅଛି, ତା ମଧ୍ୟ 2ଟା ସରି ସମାନ ଅଛନ୍ତି। Point number 2. ଦ୍ୱିତୀୟ ପଏଣ୍ଟ, Man's heart was given to them. ଆଚ୍ଛା ଏଇ ଯୋଉ ପଶୁକୁ ସିଂହକୁ କାହାର ହୃଦୟ ଦିଆହେଇଛି? ମଣିଷ ହୃଦୟ ଦିଆହେଇଛି। Isn't it? ହଁ କି ନାହିଁ? So where do we find that? ଏହା ବିଷୟରେ ଆମେ କୋଉଠି ପାଉଛୁ? Daniel chapter 4. ଦାନିଏଲ 4th ପର୍ବରେ। Talking about whom? କାହା ବିଷୟରେ କହୁଛି ଏଥିରେ?
Nebuchadnezzar. नाबुकदनेजर राजा नाबुकदनेजर विषय रे कहा होछि Are you able to follow? बुझी पारुछंती भाई भौणी माने So that's the reason we can say से जुगो आमे कहि परिबा statue, the head of gold in Daniel 2 is Babylon, which is lion in Daniel 7. हेले आमे कोन शिखिबा एथिरे दानिएल 2 पर्वर से सुवर्ण मुकुट बाबिलोन को बुझाउछि ठीक सही प्रकार दानिएल 7 पर्व रे मध्य ए सिंह को काहा को बुझाउछि बाबिलोन राज्य को बुझाउछि There are so many details we can get into, but I don't want to confuse by giving more information. ए विषय रे बहुत किछि आमे कहि परिबो किंतु बहुत किछि सिखले बाय चांस आपण माने एने तेने हेई परिबे किंतु वर्तमान पई एही दुईटा पॉइंट आमे जानिबा People will ask you, how do you say that dream in Daniel 2 is the same in Daniel 7? लोक माने आपण पचारबे आपण कि प्रकार कहि पारबे कि दानिएल 2 एवं दानिएल 7 गोटिए प्रकार बोली कि They will ask. लोक माने निश्चय पचारिबे You have to tell, okay, let me tell you 2 points in case of Babylon. अच्छा मु आपण को दुईटा पॉइंट कहबी बाबिलोन राज्य विषय रे One is that lion is the king of jungle, and here we find gold is the most superior of all the metals. जंगल रे सिंह राजा एवं ठीक सही प्रकार एई जो मूर्ति रे सबुठाबु दामी कियाटा कोडा सुना So both are matching. दुईटा कोन होछि मिसुछि Again we find man's heart was given to him. आउ एदी हम द्वितीय पॉइंट कोन एहाकू मनुष्यर हृदय दिया हेछि Now it says here, it had eagle's wings. तापरे एहाकू काहे डेना दिया हेछि हां उत्कोष उत्रुष पक्षी Have you seen a lion with eagle's wings? उत्कृष्ट पक्षी केबे डेना देखि थिवार देखिछन्ति कि सिंह केबे डेना थिवार देखितो कि देखिछन्ति कि हमें You can explain slowly, no need to rush. You can explain very slowly. Okay. You and I, we have never seen a lion with eagle's wings. केबे हमें सिंह डेना थिवार हमें केबे देखिनु That's the reason it's called vision. से जुगुडा दर्शन कुहा जाए In vision, you can see anything, दर्शन रे आपण जहा कि देखि पारबे but meaning should be right. Meaning should be right. किंतु दर्शन रे हम जहा देखिले मध्य ताहार अर्थ समान हबार अछि In Daniel chapter 4, Nebuchadnezzar saw a tree. दानिएल चतुर्थ पर्व रे नाबुकदनेस्सर कोन देखिले गछ देखिले वृक्ष देखिले But the meaning of that tree is Nebuchadnezzar himself. यार अर्थ कोन काहा को बुझाइला राजा नाबुकदनेस्सर को ही बुझाइला Are you able to follow? बुझिले Here it says 4 animals came from the river, from the sea. अच्छा एटे कोन कहूची चारोटी जंतु बाहरले कोठू पानी रु समुद्र रु And it says lion had wings. आ ए कोन कहूची सिंह को डेना अछि This is a vision. ଏହା କେବଳ ଗୋଟେ ଦର୍ଶନ But the meaning is something else. କିନ୍ତୁ ଏହାର ଅର୍ଥ ଅଲଗା It says lion over here had wings. What do you mean by wings? ଆଚ୍ଛା ଏ ସିଂହକୁ ଡେଣା ଥିଲା ହେଲେ ଡେଣାର ଅର୍ଥ କ'ଣ Okay. Daniel chapter 7 verse 4. ଆଉ ଚତୁର୍ଥ ପଏଣ୍ଟ Daniel chapter 7 verse 4. Dash. ଦାନିଏଲ 7:4 ଡ୍ୟାଶ Right wings. ଡେଣା ନା ଠିକ ଅଛି Dash. ଡ୍ୟାଶ Habakkuk chapter 1. Habakkuk chapter 1. ମୁଁ ହାବା ଲେଖିଛି ହଁ ହାବାକୁକ୍ 1 6 to 8. 6ରୁ 8 ପର୍ଯ୍ୟନ୍ତ Please read. ହାବାକୁକ୍ 1:6ରୁ 8 ପର୍ଯ୍ୟନ୍ତ 1:6ରୁ 8 ପର୍ଯ୍ୟନ୍ତ
କାରଣ ଦେଖ କଲ୍ଦୀୟ ଲୋକମାନେ ନିଷ୍ଠୁର ଓ ଚଞ୍ଚଳ ଗୋଷ୍ଠୀ ସେମାନଙ୍କୁ ଆମ୍ଭେ ଉଠାଉଅଛୁ ଯେଉଁ ନିବାସ ସ୍ଥାନ ସକଳ ସେମାନଙ୍କର ନୁହେଁ ତାହା ଅଧିକାର କରିବା ପାଇଁ ସେମାନେ ପୃଥିବୀର ବିସ୍ତାରର ସର୍ବତ୍ର ଯାତ୍ରା କରନ୍ତି। Okay, word of God says, for lo I rise up the Chaldeans. Who are the Chaldeans? अच्छा चाल्डियन माने किए? चालदीय लोक माने किए? Babylonians. बाबिलोन लोक माने। If you read Daniel chapter 1, 2 and other places, you will find the word Chaldeans. Chaldean means Babylonians. चालदीय लोक माने किए? बाबिलोन रो लोक माने। Okay, continue. अच्छा पढ़ंतु। ସେମାନେ ତ୍ରାସଜନକ ଓ ଭୟଙ୍କର ଅଟନ୍ତି। ସେମାନଙ୍କର ଶାସନ ଓ ଗୌରବ ସେମାନଙ୍କର ନିଜଠାରୁ ନିର୍ଗତ ହୁଅଇ। Okay, continue. ଆହୁରି ସେମାନଙ୍କର ଅଶ୍ୱଗଣ ଚିତାବାଘଠାରୁ ବେଗଗାମୀ ଓ ସନ୍ଧ୍ୟା କାଳରେ କେନ୍ଦୁଆ ଗଣଠାରୁ ଦୁରନ୍ତ ଆଉ ସେମାନଙ୍କର ଅଶ୍ୱାରୋହୀମାନେ ଆପଣାମାନଙ୍କୁ ବ୍ୟାପ୍ତ କରୁଅଛନ୍ତି। ହଁ ସେମାନଙ୍କର ଅଶ୍ୱାରୋହୀଗଣ ଦୂରରୁ ଆସୁଅଛନ୍ତି ଗ୍ରାସ କରିବା ପାଇଁ ଦ୍ରୁତଗାମୀ ଉତ୍କର୍ଷ ପକ୍ଷୀ ପରି ସେମାନେ ଉଡୁଅଛନ୍ତି। Okay. Eagle is compared to what? उत्कृष्ट पक्षी कहा द्वारा तुलना करा जाइछि? Take time to read and answer. आउ थरे आपण पढ़ी करी एही प्रश्न जवाब दियंती। Eagle is compared to what? उत्कृष्ट पक्षी कहा द्वारा तुलना करा जाइछि? ଦ୍ରୁତଗାମୀ ଦ୍ରୁତ उत्कृष्ट पक्षी कहा द्वारा तुलना करा जाइछि? आउ थरे ईश्वरंक वाक्य पढ़ंतु। Their horses are swifter than leopards and are more fierce than evening wolves. And their horsemen shall spread themselves, and their horsemen shall come forth from far. They shall fly as eagle that hasteth to eat. Now, eagle is compared to what here? अरे वर्तमान एही वाक्य रे उत्कृष्ट पक्षी कहा द्वारा तुलना करा जाइछि? काहाकू तुलना करा जाइछि? Horsemen? काकू? ବେବିଲନ ଲୋକ କଲ୍ଦୀୟ ବେବିଲନ ଲୋକ। Yeah, but which people in Babylon? कोई लोक मान कहित सहित Kasdiyo is Chaldeans. Now listen very carefully. दया करी शुणंतु। Everyone look here. समस्त यार देखंतु। Chaldeans in Hindi is called Kasdi. कतबिन In Uriya? चलो दियो। Okay. Now this scripture is talking about Chaldeans, about Babylonians. अच्छा वर्तमान एही वाक्य कहा विषय कहूछि? चलो दियो लोक माने बा बाबिलोनिया लोक मान को विषय कहूछि। Verse is saying that their horsemen are very fast. आउ तो कोन कहूछि? तांकर अश्व अछि बहुत बेगर दौड़छंती। How fast? केते जोरे? Like eagle they fly. आउ केन तांक दौड़छन तांके उत्कृष्ट पक्षी पर तांके उडुछंती। Can a horse run fast or eagle fly fast? अच्छा घोड़ा बहु बेग दौड़ी पारिबो ना उत्कृष्ट पक्षी बहु बेगरे उड़ी पारिबो? Eagle, right? यस। Okay. Now here wings, because eagle has wings. Wings represent speed. अच्छा एठारे डेणा बा पक्षी काहाकू दर्शाए? हाँ पक्षी डेणा काहाकू दर्शाए? एहा हुतगामी ले बहुत जोर रे दौड़ीबा गति को दर्शाते हैं. एहा गति को दर्शाए. Speed. स्पीड. Okay. So after writing Habakkuk 1:6-8, write speed. कौन कहबे? हाँ द्रुत गति. हाँ, द्रुत गति. That's right. ठीक अच्छी द्रुत गति.
ଠିକ ଅଛି ବୋଧେ आप समझ गए ना? आप ठीक लिखो, ठीक है बस, ओके। ऑल राइट, सो Daniel chapter 2, the head is same as Daniel chapter 7, lion. ଆଚ୍ଛା ଶୁଣନ୍ତୁ ବର୍ତ୍ତମାନ ଆମେ କ'ଣ ଶିଖୁଛୁ ଦାନିଏଲ 2 ପର୍ବର ଯେ ପ୍ରକାର କି ସେ ମସ୍ତକ ଦାନିଏଲ 7ର ସେ ସିଂହ ମଧ୍ୟ ସେଇ ମସ୍ତକକୁ ବୁଝାଏ। Okay, let's do one experiment. ଆଚ୍ଛା ଗୋଟିଏ ଆମେ ପରୀକ୍ଷା କରିବା। Look everyone here. ଆଚ୍ଛା ୟାର ଦେଖନ୍ତୁ ଓକେ He is a statue of Daniel chapter 2. ଆଚ୍ଛା ଦାନିଏଲ 2 ପର୍ବର ମୂର୍ତ୍ତି ଏଇଠି ଛିଡ଼ା ହେଇଛି। I am the four beasts in Daniel chapter 7. ଆଚ୍ଛା ଦାନିଏଲ 7 ପର୍ବର 4ଟି ପଶୁ I am it. ଆଜ୍ଞା ଦେଖାଉଛନ୍ତି ଦର୍ଶାଉଛନ୍ତି। So, in Daniel chapter 2, head represents Babylon. ଆଚ୍ଛା ଦାନିଏଲ 2 ପର୍ବରେ ମସ୍ତକ କାହାକୁ ଦର୍ଶାଉଛି ରାଜାକୁ। In Daniel chapter 7, lion, consider this as lion, represents Babylon. ଆଚ୍ଛା 7 ପର୍ବରେ ସିଂହ କାହାକୁ ଦର୍ଶାଉଛି How will you prove? କି ପ୍ରକାର ଆମେ କହିପାରିବା 2 points. ଆମେ ଦୁଇଟା ପଏଣ୍ଟ ବର୍ତ୍ତମାନ ଦେଖିଛୁ। King of jungle and gold. এই ମୂର୍ତ୍ତିର ବହୁମୂଲ୍ୟ ଧାତୁ କୋଉଟା ସୁନା ସିଆଡ଼େ ରାଜାମାନଙ୍କର ପଶୁମାନଙ୍କର ରାଜା ସିଂହ Both are matching. ବୋଇତା ସମାନ ଅଛନ୍ତି। Second point is ଦ୍ୱିତୀୟ ପଏଣ୍ଟ କ'ଣ heart of man was given to Babylon. ଆଚ୍ଛା ବାବିଲୋନର ରାଜାକୁ କି ପ୍ରକାର ହୃଦୟ ଦିଆଯାଇଥିଲା ମନୁଷ୍ୟ ହୃଦୟ ଦିଆଯାଇଥିଲା। Do you remember that? So 2 points can say that this is also Babylon and lion is also Babylon. ଏହା ଦ୍ୱାରା ଆମେ ଜାଣିପାରିବା କି ସେଇ ସୁନାର ମସ୍ତକ ବାବିଲୋନ ଠିକ୍ ସେଇ ପ୍ରକାର ଏ ସିଂହ ମଧ୍ୟ ବାବିଲୋନକୁ ଦର୍ଶାଉଛି। Write 1 point. Write 1 point. Daniel chapter 2, one more point head. Daniel chapter 2 dash. Is it verse? yeah. Wait, Daniel chapter 2. Daniel chapter 2 verse. ମସ୍ତକ ଠିକ୍ ଅଛି ହଁ ରୁ ତ ଦ ଲେଖିନା ତ ଲେଖିଛି ହଁ ଠିକ୍ ଅଛି ଋତଗାମୀ ନା ଠିକ୍ ଅଛି ରା Daniel chapter 2 verse 38. Daniel chapter 2 verse 38. That's the 38 I'm writing up dash head dash gold dash ସୁବର୍ଣ୍ଣ yes yes dash ସୁନା ହଁ ସାଧାରଣ ସୁନା କହିବା ଠିକ୍ ଅଛି ଠିକ୍ ଅଛି dash Babylon dash dash Daniel chapter 7 verse 4. Dash lion singham I don't know ସିଂହ lion Huh? singham ସିଂହ ଠିକ୍ ଅଛି ତ dash Babylon. ଏଇଟା କୋଉଟା Just explain this point. ଆଚ୍ଛା ପଞ୍ଚମ ପ୍ରଶ୍ନ ଦେଖନ୍ତୁ ଦେଖିଲେ ପଞ୍ଚମ ପଏଣ୍ଟଟା ଆମେ ପଏଣ୍ଟ ବାଇ ପଏଣ୍ଟ ଲେଖୁଛୁ ଯେପରିକି ମନେ ରହିବ ପଞ୍ଚମ ପଏଣ୍ଟ ଦେଖନ୍ତୁ କ'ଣ ଏଇଟା ଦାନିଏଲ 2:38 କାହା ବିଷୟରେ କହୁଛି ଏଇଟା ମସ୍ତକ ବିଷୟରେ କହୁଛି Please read one more time. Daniel 2:38. Please read. 2:13 or 38 38. ପଢ଼ନ୍ତୁ 2:38
ଯେ କୌଣସି ସ୍ଥାନରେ ମନୁଷ୍ୟ ସନ୍ତାନ ଗଣ ବାସ କରନ୍ତି ସେ ସ୍ଥାନସ୍ଥ ଭୂଚର ପଶୁଗଣ ଓ ଆକାଶର ପକ୍ଷୀଗଣକୁ ସେ ଆପଣଙ୍କ ହସ୍ତରେ ସମର୍ପଣ କରିଅଛନ୍ତି ଓ ସେହି ସକଳ ଉପରେ ଆପଣଙ୍କୁ କର୍ତ୍ତୃତ୍ୱ ଦେଇଅଛନ୍ତି ଆପଣ ହିଁ ସେହି ସୁବର୍ଣ୍ଣମୟ ମସ୍ତକ ଅଟନ୍ତି। So Daniel says, you are only the head of gold, that is Babylon. আচ্ছা দেখিলে প্রিয় বন্ধু মানে দানিয়েল 2:38 মস্তক কাহাକୁ বুঝে কোউ ধাতুরে বনাইছি সুনারে বনাইছি। That Babylon is same in 7:4, which is represented by lion. সেই সুনা কাহাକୁ দর্শাଉଛି বাবিলনକୁ সেই বাবিলন হি দানিয়েল 7:4 କାହାକୁ ବୁଝାଉଛି ସିଂହକୁ ବୁଝାଉଛି ଯାହାକି ଆଉ ଥରେ ବାବିଲୋନକୁ ବୁଝାଉଛି। ବୁଝିପାରିଲେ? Repeat the same thing. Okay. Fine. But we have to prove how it is Babylon. That's the reason you have 2 points. আচ্ছা ଆମେ ଜାଣିଛୁ ସେଟା ବାବିଲୋନ ଏଟା ବାବିଲୋନ କିନ୍ତୁ ଅନ୍ୟମାନଙ୍କୁ କହିବା ସମୟରେ ଆମେ ବୁଝାଇବାକୁ ଦରକାର। Don't ever forget the 2 points. ଆଚ୍ଛା ଏ 2 ପଏଣ୍ଟ ଆପଣ ଭୁଲିବେ ନାହିଁ। କୋଉ 2 ପଏଣ୍ଟ? Sona or Singh. সোনা ଆଉ ସିଂହ। Point number 2. ଦ୍ୱିତୀୟ ପଏଣ୍ଟ Heart of man was given. ଆଉ ଦ୍ୱିତୀୟ ପଏଣ୍ଟ କ'ଣ? ହୃଦୟ ଦିଆଯାଇଥିଲା। ମଣିଷ ହୃଦୟ ଦିଆଯାଇଥିଲା। Okay, fine.